ଶ୍ରୀମଦ୍ଭାଗବତ ତୃତୀୟ ସ୍କନ୍ଦ 31 ଅଧ୍ୟାୟ। କପିଳବାଚ ଶୁଣ ଜନନୀ ତଦନ୍ତରେ ପୁଣ୍ୟପାତକ ସୁବିଚାରେ ସେବେନି ପୁଣ୍ୟପାତକରେ ମନୁଷ୍ୟ ଅଙ୍ଗ ପ୍ରାଣୀ ଧରେ। ମନୁଷ୍ୟ ଦେହ ଯେତେ ସ୍ଥିତି ତେଣେ ସେ ରାଜୁଷୀଙ୍କ ଗତି। ଏବେ କହିବା ଏ ଅଧ୍ୟାୟରେ ସୁଜନ ଶୁଣ ହେତୁ ଦ୍ୱାରେ କହନ୍ତି ପ୍ରଭୁ ଭଗବାନ ଭବାତା ହୁଅ ସାବଧାନ। ଏ ଜୀବ ଯେ କର୍ମ ଇଚ୍ଛଇ ଈଶ୍ୱର ତହିଁ ନ ଜଗାଇ। ଏ ଜୀବ ଯେ କର୍ମ ବସରେ ପୁରୁଷରେ ତ ଆଶ୍ରା କରେ। ପୁଣି ଏ ଦେହ ଧରିବାକୁ ପ୍ରବେଶ ଜନନୀ ଗର୍ଭକୁ। ସେ ଶୁକ୍ର ପ୍ରଥମ ଦିନରେ ମିଶଇ ଶୋଣିତ ସଙ୍ଗରେ। ଏହାକୁ ବୋଲେଟି କୋଲ୍ଲଳ ପଞ୍ଚମେ ହୁଅଇ ବର୍ତ୍ତୁଳ। ବଦରୀ ସମସ୍ତେ କଠିନ ହୁଅଇ 10 ଦିବେଷଣ। ଅପରେ ହୁଏ ମାରତଣ୍ଡ ତଦନ୍ତେ ପ୍ରକାଶ ଇ ଅଣ୍ଡ। ମସ୍ତକ ପ୍ରଥମ ମାସରେ ପ୍ରକାଶ ହୁଏ ତା କନ୍ଦରେ। ସମ୍ପୂର୍ଣ୍ଣ ବେନି ମାସ ଯାଏ କରଚରଣ ଆଦି ହୁଏ। ଅଙ୍ଗୁଳି ନଖ ତନୁ ଲୋମ ଅସ୍ଥି ହୃଦୟ ନାଡ଼ି ମାନ ଲିଙ୍ଗ ଇନ୍ଦ୍ରିୟ ଛିଦ୍ର ଆଦି ତୃତୀୟ ମାସେ ପ୍ରସିଦ୍ଧି। ଚତୁର୍ଥେ ସପ୍ତ ଧାତୁ ହୁଏ ପଞ୍ଚମେ କ୍ଷୁଧାତୃଷା ପାଏ। ତଦନ୍ତେ ଅଷ୍ଟ ପରିମିତ କ୍ଷୁଧା ପିପାସରେ ପୀଡ଼ିତ। ଗର୍ଭେ ବେଷ୍ଟନ ବଧ ହୋଇ ଦକ୍ଷିଣ କୁକ୍ଷରେ ଭ୍ରମଇ। ଜନନୀ ଯେ ଦ୍ରବ୍ୟ ଭକ୍ଷଇ ସେରସେ ଧାତୁ ବଢ଼ଇ। ମୂତ୍ର ପୁରୀଶ କୃମି ନାଳେ ରକ୍ତ ପୀଡ଼ିତ ସନ୍ନିକୂଳେ। ଯହିଁ ଯନ୍ତ୍ରିତ ଶୋଇଥାଏ କୃମି ସଂକୁଳ ମଧ୍ୟେ ଶୋଇଥାଇ କୃମି ସଂକୁଳ ମଧ୍ୟେ ରହି। ଅତି କୋମଳ କଳେବର କୃମି ଭକ୍ଷଣେ ନୁହେଁ ସ୍ଥିର। ଅଙ୍ଗ କାଟନ୍ତି କୃମିମାନ ପ୍ରଜ୍ୱଳେ ଦେହ ପ୍ରତି କ୍ଷଣ। କ୍ଷଣକେ ମୂର୍ଚ୍ଛା ଯାଇ ବହୁତ କ୍ଲେଶ ତହିଁ ପାଇ। କ୍ଷଣକେ ତ୍ରିକୁଟୁକ କ୍ଷାର ତିକତ ଆମ୍ବିଳ ମଧୁର। ଜନନୀ ଯାହା ତା ଭକ୍ଷଇ ସେରସେ ତା ଅଙ୍ଗ ବଢ଼ଇ। କୁଟିଳ ଭାବେ ଶିରେ ଧରେ ପୃଷ୍ଠ କୁଟିଳ କଳେବରେ। ମାତା କୁକ୍ଷିରେ ଦେଇ ଶିର ପଡ଼ି ସେ ଧାଏଁ ଲୋଟେ ଶିର। ଶରୀର ଚାଲି ନ ପାରଇ ପଞ୍ଜରୀ ପକ୍ଷୀ ପ୍ରାୟ ହୋଇ। ସେ ଗର୍ଭ ପୂର୍ବ କର୍ମ ବସେ ବହୁତ ଜନ୍ମ ତାକୁ ଦିଶେ। ସତ ଜନ୍ମରୁ କର୍ମ ଯେତେ ସୁମରୁ ଥାଏ ଗର୍ଭଗତେ। ସେ ପାପ ପୁଣ୍ୟ ଗର୍ଭ ଥାଇ ବହୁତ ନିଶ୍ୱାସ ଛାଡ଼ଇ। ତା ଫେଡ଼ି ନ ପାରଇ କେହି କର୍ମ ଆୟତେ ବଶ ହୋଇ। ସୁମରି ପୂର୍ବ ଜନ୍ମ ଦୁଃଖ ସୁଖେ ନ ଲଭି ସେ ବିମୁଖ। ଶପଥ ମାସ ଆଦି କରି ତା ଦେହେ ଜ୍ଞାନ ଥାଇ ପୁରି। ତଦନ୍ତେ ଶୁଣ ଗୋ ଜନନୀ ଭାଳଇ ଦିବସ ରଜନୀ। ଭୟେ କମ୍ପଇ କଳେବର କେମନ୍ତ ଏଥୁ ମୋ ନିସ୍ତାର। ଏଥୁ ନିମନ୍ତେ ମୋ କେମନ୍ତେ ଆତଙ୍କେ ଚିନ୍ତଇ ନିରନ୍ତେ। ଏମନ୍ତେ ଭାବୁ ଭାଗ୍ୟ ତାର ପ୍ରସୂତା ନୀଳ ବଳିୟାର। ଦେହକୁ ଅସ୍ଥିର କରଇ କୃମିର ପ୍ରାୟ ସେ ଭ୍ରମଇ। ସେ ରୂପେ ଗର୍ଭତା ଭ୍ରମଣ ଦୁଃସହ ସେ ଦୁଃଖ କଷଣ। ଅତି ବିମୁଖେ କଷ୍ଟ ସହି ସେ ଗର୍ଭେ ଆତ୍ମାକୁ ଦେଖଇ। ସେ ରୂପେ ଅତି ମନୋହର ଧ୍ୟାନେ ନ ଜାଣଇ ଶରୀର। ନିରତେ ତାକୁ ଭାବୁ ଏକ ଚିତେ ଭକ୍ତ ହୃଦୟ ପ୍ରମୋହିତେ। ସପ୍ତ ଧାତୁରେ ବଦ୍ଧ ହୋଇ ଅଞ୍ଜଳି କିରଣ ପ୍ରାଥଇ। ଜୀବ ଉବାଚ ବୋଲଇ ଶୋକେ ଭୟ ଚିତେ ଭନାଥ ମୁଁ ଯେ ଗର୍ଭଗତେ। କଷ୍ଟ ମୁଁ ପାଉଅଛି ଯେତେ ଏଥୁ ଉଦ୍ଧର ପ୍ରଭୁ ମତେ। ଏ ଦୁଃଖ ପୁନଶ୍ଚ ନହିବ ଏମନ୍ତ ଜ୍ଞାନ ମତେ ହେବ। ଏ ରୂପେ ବ୍ୟାକୁଳ କଷଣେ ସ୍ତୁତି କରଇ ଅନୁକ୍ଷଣେ। ଗର୍ଭକୁ ଆଣି ହେଲା ଯେ ମତେ ତା ପାଦ ସେବଇ ନିରତେ। ଯେ ପ୍ରଭୁ ସୃଷ୍ଟି ରକ୍ଷା ପାଇଁ ଇଚ୍ଛାରେ ଶରୀର ଧରଇ। ଯେ କଲା ଏତାଦୃଶ୍ୟ ଗତି ମୁଁ ପାପୀ ଦୁଷ୍ଟ ଯେ ଦୁର୍ମତି। ଏ ଦେହ ମିଥ୍ୟାରେ ଆଶ୍ଚନ ଇନ୍ଦ୍ରିୟ ଆଦି କରି ଜାଣ। ମୋହର ପ୍ରଭୁଙ୍କ ମହିମା ମୋର ଶରୀର ଅନୁପମା। ଯେ ପ୍ରଭୁ ସର୍ବଜ୍ଞ ଅଟନ୍ତି ପ୍ରକୃତି ପୁରୁଷ ନିନ୍ଦନ୍ତି। ତାହାଙ୍କୁ ବନ୍ଧୁଅଛି ମୋହି ମତେ ରଖିବେ ଭାବଗ୍ରାହୀ। ଏହି ସଂସାରେ ଯେତେ କ୍ରମ ସେ ଅଟେ ବନ୍ଧନ ଆଶ୍ରମ। ଯାହା ମାୟାରେ ଶରୀର ଭ୍ରମଇ ଶ୍ରୁତି ଅଗୋଚର। ତାହାଙ୍କ ଅନୁକମ୍ପା ବିନା କରି ନ ପାରେ ଉପାସନା। ହେ ପ୍ରଭୁ ପରମ ଈଶ୍ୱର ତ୍ରିକାଳ ଜ୍ଞାନ ଦେଲ ଆର। ଆଧ୍ୟାତ୍ମ ଆଦି ତାପମାନ ବିନାଶେ ତାହାଙ୍କ ଭଜନ।
हे प्रभु मातार उदरे बुड़ी रही विस्तृतरे 21 धारिबा पाई मास गणुछि एथे रही 10 मासरे देह जेबे ए ज्ञान पाइला स्वभावे से उपकार साधिबारे प्रार्थना केवल संसारे विवेक ज्ञान जेहु देला देह मो समदम हेला अनंत बाहरे देखिबी से परम पुरुष जानिबी दुख भावे गर्भे थाई जन्म ग्रहण न इच्छई जन्म होइला प्राणी मन मायारे हुअन्ति आसन मु एही गर्भे मध्ये रही आत्मा को आत्मरे मु एही गर्भ मध्ये थिबी आत्मा को आत्मारे तारिबी आउ जेपरी गर्भवास कषण नहिब अवश्य यह शुणिन भगवान कहन्ति कमल लोचन श्री भगवान वाच 10 मासरे जीव जाहा मातृ गर्भरे भावे प्रसव हेबार कारण वायु अटई यह जान वायु जोगरे जीव जान निम्न हुअन्ति जीवगण रक्ताक्त देहरे जन्म जहु हुअन्ति जीवगण पूर्व ज्ञान को छाड़ी दिए अज्ञान से कांदु थाए अंग चालने क्षम नुए जे जहा देले ता ननिए कुर्मीए जेपरी कुर्मी को मशके दंचंती एहाकु गर्भरे ईश्वर डाकई संसारे समर्थ नुई शरीर दुख ए प्रकार 5 वर्ष जे भोग प्रकारे 5 वर्ष जे भोग करे बढ़िबा दुख अनुभव पौगंड काड़े हुए भोग যৌবন কাড়ে অর্থ লব্ধ নহিলে হন্তি যে ক্রোধ পরে তাহার অভিমান বঢ়াই ক্রোধ আদি জাণ অজ্ঞান হেতু জীব জাণ মুহি মোহর করে জ্ঞান যে কর্ম কলে পুଣି জন্ম সংসারু ହୋଇ ଜାଣିମ ସେ କର୍ମ ଅନୁରକ୍ତ ହୁଏ ଭଲ ମନ୍ଦର ଜ୍ଞାନ ନୁହେଁ एपरी ईश्वर कहिले निज माता को बुझाइले से प्रभु ए कष्टु रखिबे ता बिनु आश्रा नाही एबे ताहांक श्रीपद चरणे शरण गली मु कसणे कहई जगन्नाथ दास साधुंक हित जे प्रकाश इति श्रीमद्भागवते महापुराणे परमहंस संहिताए 82 तृतीय स्कंदे कपिल देवहूति ज्ञान कथने।